ପ୍ରାୟ 2 ଦଶନ୍ଧି ପରେ ରାଜ୍ୟ ସରକାର ଓଡ଼ିଶାରେ ଏଡିଜି ବା ସ୍ପେଶାଲ ଡିଜି ପାହ୍ୟାର ଜଣେ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି। ଆଉ ସେ ଅଧିକାରୀ ହେଉଛନ୍ତି ବିବାଦୀୟ ଆଇପିଏସ୍ ଦୟାଲ ଗଙ୍ଗୱାର। 1998 ବ୍ୟାଚର ଆଇପିଏସ୍ ଦୟାଲ ଗଙ୍ଗୱାର ଏହା ପୂର୍ବରୁ ଏଡିଜି କମ୍ୟୁନିକେସନ ଦାୟିତ୍ୱରେ ଥିଲେ। କିନ୍ତୁ ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ହତ୍ୟାକାଣ୍ଡ ଘଟଣାରେ ସେ ଛନ୍ଦି ହେବା ପରେ କିଛି ଦିନ ତଳେ ହିଁ ରାଜ୍ୟ ସରକାର ଗୋଟିଏ ସିଙ୍ଗଲ ଅର୍ଡର ଜରିଆରେ ତାଙ୍କୁ ଏଡିଜି କମ୍ୟୁନିକେସନ ପଦବୀରୁ ହଟାଇ ଦେଇ ଓଏସଡି ଗୃହ ବିଭାଗ ଭାବରେ ଅବସ୍ଥାପିତ କରିଥିଲେ। ଆଉ ଶେଷରେ ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କୁ ନିଲମ୍ବନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହାପରେ ସ୍ୱାଭାବିକ ଭାବରେ ଯେଉଁ ସବୁ ପ୍ରଶ୍ନ ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କୁ ନେଇ ସୃଷ୍ଟି ହେଉଥିଲା ଆପାତତଃ ସତ ମନେ ହେଉଛି। ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କ ବିରୋଧରେ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ନିର୍ଯାତନାର ମୁଖ୍ୟ ଅଭିଯୋଗ ରହିଥିଲା। ଗତ ମାସ 7 ତାରିଖ ଦିନ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ବାଲିଅନ୍ତାରେ ଭିଡ଼ ହତ୍ୟା କରିଥିଲା ବା ଭିଡ଼ରେ ଥିବା ଲୋକମାନେ ପିଟି ପିଟି ହତ୍ୟା କରିଥିଲେ। ହେଲେ ହତ୍ୟାର ତଦନ୍ତ ଯେତେବେଳେ ଆରମ୍ଭ ହେଲା ସେତେବେଳେ କେବଳ ଯେ ଭିଡ଼ ହିଂସା ସୌମ୍ୟରଞ୍ଜନଙ୍କ ମୃତ୍ୟୁ ପାଇଁ ଦାୟୀ ତାହା ଗୋଟିଏ କାରଣ ନୁହେଁ, ବରଂ ଏକାଧିକ କାରଣ ସାମ୍ନାକୁ ଆସିଲା। ଏବଂ ଯେଉଁ ସବୁ କାରଣ ସାମ୍ନାକୁ ଆସିଲା ସେଥିରେ ମୁଖ୍ୟ ଅଭିଯୁକ୍ତ ଭାବରେ ସାମ୍ନାକୁ ଆସିଲେ ଆଇପିଏସ୍ ଦୟାଲ ଗଙ୍ଗୱାର। 1998 ବ୍ୟାଚର ଆଇପିଏସ୍ ଦୟାଲ ଗଙ୍ଗୱାର 2023 ମସିହାରେ ଏଡିଜି ରେଳବାଇ ଦାୟିତ୍ୱରେ ଥିଲେ। ଆଉ ସେବେଠାରୁ ସେ ସୌମ୍ୟରଞ୍ଜନଙ୍କୁ ଶାରୀରିକ ମାନସିକ ନିର୍ଯାତନା ଦେଉଥିବା ତାଙ୍କ ବାପା ମା ଅଭିଯୋଗ କରିଥିଲେ। ଅଭିଯୋଗର ନିର୍ଦ୍ଦିଷ୍ଟ ବିନ୍ଦୁ ଗୁଡ଼ିକ କ'ଣ ଥିଲା ବା ନିର୍ଦ୍ଦିଷ୍ଟ ପଏଣ୍ଟ ମୁଁ ପ୍ରଥମେ ଆପଣଙ୍କୁ କହି ରଖେ। ଏହାପରେ ଆପଣମାନେ ବି ବୁଝିଯିବେ ଯେ ଆଇପିଏସ୍ ଦୟାଲ ଗଙ୍ଗୱାର ଆଜି କାହିଁକି ନିଲମ୍ବିତ। ଦୟାଲ ଗଙ୍ଗୱାରଙ୍କ ବିରୋଧରେ ଅଭିଯୋଗ ଥିଲା ଯେ ସୌମ୍ୟରଞ୍ଜନଙ୍କୁ ସେ ନିଜର ବ୍ୟକ୍ତିଗତ କାମରେ ଲଗାଉଛନ୍ତି, ଦେହରେ ମସାଜ କରିବା ପାଇଁ ବାଧ୍ୟ କରୁଛନ୍ତି, ଅର୍ଥାତ ପଦବୀର ଓ କ୍ଷମତାର ଅପବ୍ୟବହାରର ଅଭିଯୋଗ। ଦ୍ୱିତୀୟ ଅଭିଯୋଗ ଥିଲା ସୌମ୍ୟରଞ୍ଜନଙ୍କ ଦରମା ବନ୍ଦ କରିବା ପାଇଁ ମଧ୍ୟ ଆଇପିଏସ୍ ଦୟାଲ ଗଙ୍ଗୱାର ହିଁ ଚେଷ୍ଟା କରିଥିଲେ ଏବଂ ତାଙ୍କ ଦରମାକୁ ବନ୍ଦ କରିଦେଇଥିଲେ। ଇଏ ବି ଥିଲା ଜଣେ ଅହଙ୍କାରୀ ଏବଂ ଅଯୋଗ୍ୟ ଆଇପିଏସ୍ ଅଫିସରଙ୍କ ବିରୋଧରେ ସୌମ୍ୟଙ୍କ ପିତାମାତାଙ୍କ ଅଭିଯୋଗ। ଆଉ ତୃତୀୟ ଅଭିଯୋଗ ରହିଥିଲା ଯେ ଆଇପିଏସ୍ ଦୟାଲ ଗଙ୍ଗୱାର ଜିମ୍ ଚଳାଉଛନ୍ତି ଏବଂ ଜିମ୍ରେ କାମ କରିବା ପାଇଁ ସୌମ୍ୟରଞ୍ଜନଙ୍କୁ ବାଧ୍ୟ କରୁଛନ୍ତି, ଅର୍ଥାତ ଅଫିସ ଅଫ ପ୍ରଫିଟର ଅଭିଯୋଗ। ଆଇପିଏସ୍ ଅଧିକାରୀ ଆଇଏଏସ୍ ଅଧିକାରୀ ହୁଅନ୍ତୁ ବା କୌଣସି ସରକାରୀ କର୍ମଚାରୀ ଯେଉଁମାନେ ସରକାରଙ୍କ ଅଧୀନରେ କାମ କରନ୍ତି ସେମାନେ ଅଫିସ ଅଫ ପ୍ରଫିଟର ନିୟମ ମାନିବେ, ଅର୍ଥାତ ସରକାରୀ ପଦବୀରେ ଥିବା ଅବସ୍ଥାରେ ଅନ୍ୟ କୌଣସି ବେସରକାରୀ ସଂସ୍ଥା ବ୍ୟବସାୟ ବା ସରକାରଙ୍କ ଭିନ୍ନ ଅନ୍ୟ କୌଣସି ବୃତ୍ତିରେ ସେ ନିଜକୁ ନିୟୋଜିତ କରିପାରିବେ ନାହିଁ। କିନ୍ତୁ ଏ ତିନି ଅଭିଯୋଗ ବର୍ତ୍ତମାନ ଆପାତତଃ ସତ ପ୍ରମାଣିତ ହୋଇଯାଇଛି ଆଉ ଏସବୁର ଖୋଲା ଉଲ୍ଲଂଘନ କରୁଥିଲେ 1998 ବ୍ୟାଚର ଆଇପିଏସ୍ ଦୟାଲ ଗଙ୍ଗୱାର, ଯେଉଁଥିପାଇଁ ସରକାର ପ୍ରାଥମିକ ସୁରାକ ପାଇବା ପରେ ପ୍ରଥମେ ତାଙ୍କୁ ବଦଳି କରିଥିଲେ ଏବଂ ଯେତେବେଳେ ତାଙ୍କ ବିରୋଧରେ ଠୋସ୍ ପ୍ରମାଣ ସରକାରଙ୍କ ପାଖରେ ପହଞ୍ଚିଛି ତାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କୁ ନିଲମ୍ବନ କରିଛନ୍ତି। ତେବେ ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କ ନିଲମ୍ବନ କୌଣସି ସାଧାରଣ ଘଟଣା ନୁହେଁ। ତାଙ୍କ ବିରୋଧରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଟାଣି ନେଇଥିବା ଅଭିଯୋଗ। ମୁଁ ଏଥିପାଇଁ ହତ୍ୟା ଅଭିଯୋଗ ସାମ୍ନାକୁ ଆଣୁନାହିଁ ଯେହେତୁ ଆଇପିଏସ୍ ଦୟାଲ ଗଙ୍ଗୱାର ସିଧାସଳଖ ସେହି ଭିଡ଼ ହିଂସାରେ ସୌମ୍ୟରଞ୍ଜନଙ୍କୁ ମାରିନାହାନ୍ତି। କିନ୍ତୁ ଆଇପିଏସ୍ ଦୟାଲ ଗଙ୍ଗୱାର ସୌମ୍ୟରଞ୍ଜନଙ୍କୁ ଏତେ ମାତ୍ରାରେ ମାନସିକ ଚାପ ଦେଉଥିଲେ ଯେଉଁଥିପାଇଁ ସେ ଅସ୍ୱାଭାବିକ ଆଚରଣ କରୁଥିଲେ। ଆଉ ହତ୍ୟାକାଣ୍ଡ ଦିନ ମଧ୍ୟ ଯୁବତୀଙ୍କୁ ଆକ୍ରମଣ କୁହାଯାଉ ବା ସ୍ଥାନୀୟ ଲୋକଙ୍କ ସହିତ ବଚସା କୁହାଯାଉ, ସୌମ୍ୟରଞ୍ଜନଙ୍କ ଅସ୍ୱାଭାବିକ ଆଚରଣ ପଛରେ ମଧ୍ୟ ତାଙ୍କର ମାନସିକ ଚାପ ରହିଥିବା ଅଭିଯୋଗ ହେଉଛି। ଯେଉଁ ଘଟଣାରେ ସରକାରଙ୍କ ପାଖରେ ଗୋଟିଏ ଦୃଢ଼ ଏବଂ ନିଶ୍ଚିତ ପ୍ରମାଣ ମିଳିବା ପରେ ମୁଖ୍ୟମନ୍ତ୍ରୀ ଏଭଳି ଏକ ଚରମ ନିଷ୍ପତ୍ତି ନେଇଛନ୍ତି। କିଛି ଦିନ ତଳେ ଏଡିଜି ଅରୁଣ ବୋଥ୍ରା ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କୁ ପଚରା ଉଚରା କରିଥିଲେ।
ତାଙ୍କ ବିରୋଧରେ ସୌମ୍ୟରଞ୍ଜନକୁ ନିର୍ଯାତନା ଦେବା, ନିଜ ପଦବୀ ଏବଂ କ୍ଷମତାର ଅପବ୍ୟବହାର କରିବା, ସୌମ୍ୟରଞ୍ଜନଙ୍କ ଦରମା ବନ୍ଦ କରିବା ଏବଂ ଜିମ୍ରେ ଟଙ୍କା ନିବେଶ କରିବା ଭଳି ଯେଉଁ ଅଭିଯୋଗ ରହିଥିଲା ସେ ସବୁ ଉପରେ ତାଙ୍କୁ ପଚରା ଉଚରା କରିଥିଲେ। ଆଉ ପଚରା ଉଚରା ପରେ ପରେ ହିଁ ରାଜ୍ୟ ସରକାର ଏଡିଜି ଦୟାଲ ଗଙ୍ଗୱାରଙ୍କୁ ଯେତେବେଳେ ନିଲମ୍ବନ କରୁଛନ୍ତି ଏକଥା ସ୍ପଷ୍ଟ ଯେ ଅରୁଣ ବୋଥ୍ରା ନିଶ୍ଚିତ ଭାବରେ ଦୟାଲ ଗଙ୍ଗୱାରଙ୍କ ସମ୍ପର୍କରେ ଜେରା କଥା କୁହାଯାଉ ବା ତଦନ୍ତ କଥା କୁହାଯାଉ ତାପରେ କିଛି ମଜବୁତ ପ୍ରମାଣ ପାଇଛନ୍ତି ଯାହା ରାଜ୍ୟ ସରକାରଙ୍କୁ ସେ ଦେଇଛନ୍ତି। ସୌମ୍ୟଙ୍କ ବାପା ମା ଯେଉଁ ଅଭିଯୋଗ କରୁଥିଲେ ଆପାତତଃ ତାହା ସତ ବୋଲି ହିଁ ବର୍ତ୍ତମାନ ମାନି ନେବା, ଯେଉଁଥିପାଇଁ ଆଇପିଏସ୍ ଦୟାଲ ଗଙ୍ଗୱାରଙ୍କ ଚାକିରି ଯାଇଛି। କିନ୍ତୁ ଇଏ କେବଳ ବିଭାଗୀୟ କାର୍ଯ୍ୟାନୁଷ୍ଠାନ, ଆଗକୁ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ କି? ଅର୍ଥାତ୍ ନିଲମ୍ବିତ ଆଇପିଏସ୍ ଦୟାଲ ଗଙ୍ଗୱାର ବନ୍ଧା ହେବେ କି? ତାଙ୍କୁ ଚାକିରିରୁ ବହିଷ୍କାର କରିବାର ଅଧିକାର କିମ୍ବା ବାନ୍ଧିବାର ଅଧିକାର ସ୍ୱତଃପ୍ରବୃତ୍ତ ଭାବରେ ରାଜ୍ୟ ସରକାରଙ୍କ କ୍ଷମତା ଅଧୀନରେ ନୁହେଁ। ଏଥିପାଇଁ ତାଙ୍କୁ କେନ୍ଦ୍ରର ଅନୁମତି ଆବଶ୍ୟକ। ବର୍ତ୍ତମାନ ମଧ୍ୟ ଯେଉଁ ନିଲମ୍ବନ କରାଯାଇଛି ନିୟମ ମୁତାବକ ରାଜ୍ୟ ସରକାର କେନ୍ଦ୍ରକୁ ଏ ବିଷୟରେ ଅବଗତ କରିବେ। କିନ୍ତୁ ଯେତେବେଳେ ଆମେ ଡବଲ ଇଞ୍ଜିନ ସରକାର କଥା କହୁଛୁ, ଯେତେବେଳେ ଆମ ପାଖରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନକୁ ଆଇନଗତ କାର୍ଯ୍ୟାନୁଷ୍ଠାନରେ ପରିଣତ କରିବାର ବ୍ୟାପକ ସୁଯୋଗ ରହିଛି, ସେତେବେଳେ ରାଜ୍ୟ ସରକାର ତାଙ୍କ ବିରୋଧରେ ଫୌଜଦାରୀ ମାମଲା ଆଗକୁ ବଢାଇବେ କି, ଯାହା ଦ୍ୱାରା ସେ ଆଇନଗତ ଦୃଷ୍ଟିରୁ ଦଣ୍ଡିତ ହୋଇପାରିବେ? ଇଏ ହେଉଛି ବର୍ତ୍ତମାନ ସମୟର ସବୁଠାରୁ ବଡ଼ ପ୍ରଶ୍ନ। ଆଶା କରିବା ଏ ଦିଗରେ ତଦନ୍ତ ଆଗକୁ ଯିବ ଏବଂ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆଗାମୀ ସମୟରେ ଆଇନଗତ କାର୍ଯ୍ୟାନୁଷ୍ଠାନର ରୂପ ନେବ। କାହିଁକି ନା ମୃତ ସୌମ୍ୟଙ୍କ ବାପା ମା ମଧ୍ୟ ଏଡିଜି ରହିଥିବା ବା ପୂର୍ବତନ ଏଡିଜି ବର୍ତ୍ତମାନ କହିପାରିବା ଦୟାଲ ଗଙ୍ଗୱାରଙ୍କର ବହିଷ୍କାର ଦାବି କରୁଛନ୍ତି। ଏ ଦିଗରେ ସରକାର କ'ଣ ପଦକ୍ଷେପ ନେଉଛନ୍ତି ସେ ସମ୍ପର୍କରେ ମଧ୍ୟ ଆମର ନଜର ଲଗାତାର ଭାବରେ ଖବର ଉପରେ ରହିବ। ଦର୍ଶକ ବନ୍ଧୁ, ଏହି ଖବର ଉପରେ ଯଦି ଆପଣ ମତାମତ ଦେବା ପାଇଁ ଚାହୁଁଛନ୍ତି ତେବେ ନ୍ୟୁଜ ରୁମକୁ ଫେସବୁକ୍ ଓ ୟୁଟ୍ୟୁବରେ ସବସ୍କ୍ରାଇବ କରନ୍ତୁ, ଭିଡ଼ିଓକୁ ଲାଇକ୍ ଓ ସେୟାର କରନ୍ତୁ ଓ କମେଣ୍ଟ ବକ୍ସରେ ନିଜର ମତାମତ ଦିଅନ୍ତୁ। ରହୁଛି, ନମସ୍କାର।